ଆସ ଆଜି ଗୋଟିଏ ସୁନ୍ଦର କଥା ଶୁଣିବା। ସୁନ୍ଦର କାହାଣୀଟିଏ ଆପଣମାନଙ୍କର ହୃଦୟକୁ ପୁରା ଛୁଇଁଲା ଭଳିଆ କାହାଣୀଟିଏ ଶୁଣିବା। ନକଲି ଭଗବାନ ଆଉ ଅସଲି ଭଗବାନ। ଅସଲି ଭଗବାନଙ୍କ ଯେତେବେଳେ ସୁଦର୍ଶନ ଚକ୍ର ଛାଡ଼ିଲେ ତାର ସେ ଉଡ଼ି ଉଡ଼ି ଚାଲିଲା। ନକଲି ଭଗବାନଙ୍କର ସୁଦର୍ଶନ ଚକ୍ର ଯେତେବେଳେ ଛାଡ଼ିଲେ, ଆରେ ନକଲି ଭଗବାନ ନା, ତାଙ୍କ ଚକ୍ର କୁଆଡ଼େ ଯିବ? ସେ ସେଇଠି ପଡ଼ିଲା। ୟାର ଅର୍ଥ ହେଲା, ଶୁଣନ୍ତୁ, ଗୋଟିଏ ଗାଁରେ ଯୋଡ଼ିଏ ସାଙ୍ଗ ଥିଲେ। ଗୋଟିଏ ଗାଁରେ ଯୋଡ଼ିଏ ସାଙ୍ଗ ଥିଲେ। ଉତ୍ତମ ସାଙ୍ଗ, ବହୁତ ଭଲ ସାଙ୍ଗ। ଯୁଆଡ଼େ ଯାଆନ୍ତି ସାଙ୍ଗ ହେଇକି ଯାଆନ୍ତି, ଯୁଆଡ଼େ ଖାଇଲେ ସାଙ୍ଗ ହେଇକି ଖାଆନ୍ତି, ଯାହା କରନ୍ତି ସାଙ୍ଗ ହେଇକି କରନ୍ତି। ଯାହା ତା ଦୁଃଖରେ ଦୁଃଖୀ, ୟା ସୁଖରେ ସୁଖୀ, ଏଇ ଟାଇପ୍ର ସେ ବି ରହନ୍ତି। ଦୁଇ ଜଣ ଯାକ ବହୁତ ଭଲ ସାଙ୍ଗ। ଯୋଡ଼ି ଛଡ଼ାଛଡ଼ି କେବଳ ନା କେତେବେଳେ ପାଇଁ ହଅନ୍ତିନି, ସଦାବେଳେ ଯୋଡ଼ି ତାଙ୍କର ରହନ୍ତି। ଯୋଡ଼ି ପୁରା ପୁରା ସାଙ୍ଗରେ ରହନ୍ତି। ଭାଇମାନେ, ଗୋଟିଏ ସାଧାରଣ କଥା ଶୁଣ ଆପଣମାନେ। ଯଦି ଗୋଟିଏ ପିଲା ବାହାଘର ହେଉଛି, ଯେତେବେଳେ ତା ବରଯାତ୍ରୀ, ବାହାଘର ପରେ ବରଯାତ୍ରୀ ଯାଉଛନ୍ତି, ଆଗରେ ଖୁସି ହେଇ ନାଚ ଗୀତ କରି ପୁରା ମଜା ମଉଜ କରିକି ଯାଉଛନ୍ତି, ସେଇଦିନ ସେ ପିଲାର ସୁଖ, ସେଇ ଦିନଠୁ ହିଁ ସୁଖ। ତା ଆଗରେ ତା ସାଙ୍ଗମାନେ ନାଚ ଗୀତ କରି ଭଲ ମନ୍ଦ କରିକି ଯାଉଛନ୍ତି। ଆଉ ଯଦି ଗୋଟେ ବୁଢ଼ାଟିଏ ମରିଗଲା, ତା ଶବ ଆଗେ ଆଗେ ଯିବ, ତା ଶବ ଯାତ୍ରୀମାନେ ପଛେ ପଛେ ଯିବ, ପଛେ ପଛେ ଯାଉଥିବେ। କିନ୍ତୁ ସୁଖ ବେଳେ ସମସ୍ତେ ସାଙ୍ଗ, ଦୁଃଖ ବେଳେ କେହି ନାହିଁ। କାହିଁକି? ୟାର ଯେତେବେଳେ ବାହାଘର ଗଲା, ଆଗରେ ଖୁସିରେ ଗଲେ, ତା ସୁଖ ଟାଇମ୍ରେ ଆଗରେ ଆଗରେ ନାଚ ଗୀତ କରିଗଲେ। ଇଏ ଯେତେବେଳେ ବୁଢ଼ା ଯେତେବେଳେ ମରିଗଲା, ଯେତେବେଳେ ୟା ପଛରେ ଲୋକମାନେ ଶବଯାତ୍ରା କରି ପଛେ ପଛେ ଯାଉଛନ୍ତି, ଆଗରେ ଶବ ଯାଉଛି। ସେଇ ଟାଇପ୍ର ଏ ଦୁଇ ଜଣ ଯେଉଁ ସାଙ୍ଗ, ଏ ତନ୍ତୀର କମାରର ବହୁତ ଭଲ ସାଙ୍ଗ ନା। ଇଏ ଦିନେ ବାହାରିଲେ ମେଳା ଦେଖିବାକୁ। ମେଳା ଦେଖି ଗଲେ। ମେଳା ଦେଖୁଛନ୍ତି, ଗୋଟିଏ ରାଜ୍ୟର ରଜା ଝିଅ ବହୁତ ସୁନ୍ଦର ହାତୀ ପିଠିରେ ବସିକି ମେଳା ଦେଖିବାକୁ ଆସୁଛନ୍ତି। ସୈନ୍ୟ ସାଗର ଧରିକି ଆସୁଛନ୍ତି। ଆଗପଟେ ସୈନ୍ୟ ସାଗର, ପଛପଟେ ସୈନ୍ୟ ସାଗର, ବାଟ କଢ଼େଇ କଢ଼େଇ ଆଣୁଛନ୍ତି। ଆଉ ରାଜା ଝିଅକୁ ଧରିକି ହଉ ମେଳା ଦେଖିବେ ବୋଲି। ଆଉ ମେଳା ଜାଗାରେ ଆସିକି ପହଞ୍ଚିଗଲେ। ସବୁ ଲୋକ ଦେଖିଲେ, କାହିଁକିନା ରଜା ଝିଅ ନା, ରଜା ଝିଅକୁ ବହୁତ ଲୋକ ସମସ୍ତେ ଦେଖୁଥାନ୍ତି। ଏ କମାର ଦେଖୁଥାଏ, ଏ ତନ୍ତୀ ମଧ୍ୟ ଦେଖୁଥାଏ। ଏ ତନ୍ତୀ ଦେଖି 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 ବିହୋଶ ହୋଇକି ଚେତା ବୁଡ଼ିକି ପଡ଼ିଗଲା। କମାର ସେଇଠୁ ଦେଖିଲା, କହିଲା, ଆରେ ମୋ ସାଙ୍ଗ କାହିଁ ଚେତା ବୁଡ଼ିକି ପଡ଼ିଗଲା? କମାର ଯେତେବେଳେ ଧାଇଁକି ଆସିଲା ତା ସାଙ୍ଗ ପାହା, ତନ୍ତୀ ସାଙ୍ଗ ପାହାକୁ, ତନ୍ତୀ ସାଙ୍ଗ ଚେତା ବୁଡ଼ିକି ପଡ଼ିଛି। ତାକୁ ସେଇଠୁ ଟେକିକି ଆଣିଲା। କେଉଁଠିକି ନା, ଗୋଟିଏ ପୋଖରୀ କୂଳକୁ ଆଣିଲା। ପୋଖରୀ କୂଳରେ ଆଣିକି ରଖି ପାଣି ଟିକେ ଛିଞ୍ଚିଲା ତା ମୁହଁରେ। ଛିଞ୍ଚିକି ସେଇଠୁ ଗୋଟେ ପଦ୍ମନାଡ଼ ପତ୍ର ସେଇଠୁ ଛିଡ଼େଇକି ଆଣିଲା। ମୁହଁରେ ଏମିତି ଏମିତି ବିଞ୍ଚୁଥାଇ, ବିଞ୍ଚିଲା ପରେ ଟିକେ ହୋସ ଆସିଲା। ଯେତେବେଳେ ହୋସ ଆସିଲା, ଏ କମାର ସାଙ୍ଗ ଜଣକ କହୁଛି, ଆରେ ଭାଇ, ତୁ କାହିଁକି ଚେତା ବୁଡ଼ିଗଲୁ? କ'ଣ କଡ଼ା ଜିନିଷ କିଛି ଖାଇ ଦେଇଥିଲୁ କି? କିଛି କହୁନଥାଏ ତନ୍ତୀ। ପୁଣି କମାର ସାଙ୍ଗ ଗୋଟା, ଭାଇ, ତୋ ମୁଣ୍ଡ ବୁଲେଇ କାହିଁକି ପଇଲୁ? ତୁ କାରଣ ନେଇକି ପଇଲୁ? ଇଏ କହୁଥାଏ, କିଏ କହିଲା? ତନ୍ତୀ ସାଙ୍ଗ, ଭାଇ ଦେଖ, ମୁଁ ଆଜି ସିନା ଚେତା ବୁଡ଼ି ଯାଇଛି, ମୁଁ ସମୟ ପଇଲେ ମୋ ଜୀବନ ବି ଯିବ ହରି। କମାର କହୁଛି, କାହିଁକି? କ'ଣ ପାଇଁ ତୋ ଜୀବନ ଯିବ ହରି? କହିଲା, ଆରେ ଭାଇ, ଆଜି ରାଜା ଝିଅକୁ ଦେଖିକି ମୁଁ ଚେତା ବୁଡ଼ିଗଲି। ଯଦି ରାଜା ଝିଅକୁ ମୁଁ ନ ପାଇବି, ତାହେଲେ ମୁଁ ମରିଯିବି। ଏ କମାର ମନେ ମନେ ଭାବିଲା, କହିଲା, ଦେଖ ସାଙ୍ଗ, ମୁଁ ତୋତେ କଥା ଦେଉଛି, ତୁ ଆଜି ରାତିକ ଭିତରେ ତୋର ରଜା ଝିଅ ସହିତ ତୋର ମିଳନ ହେବାଟା ଥୟ। ମୁଁ କହୁଛି, ମୁଁ କଥା ଦେଉଛି, 3 ବାର ସତ୍ୟ କରୁଛି। ଇଏ ତନ୍ତୀ କହୁଛି, ଆରେ ଭାଇ, ରାଜା ଝିଅ କେଉଁଠି, ମୁଁ କେଉଁଠି? ତୁ ଏରାକ ମୋ ମନ ବୁଝେଇକି ମନ ଗଣାଣିଆ କଥାବାର୍ତ୍ତା ମୋତେ କହୁଛୁ ବୋଧେ ଲାଗୁଛି। କିଏ କହିଲା? ମାନେ ତନ୍ତୀ କଥା କହୁଛି କମାରକୁ। କମାର କହୁଛି, ଆରେ ଭାଇ, ମୁଁ 3 ବାର ସତ୍ୟ କଲି ନା। 3 ବାର ସତ୍ୟ କଲି, ତୋର ରଜା ଝିଅ ସହିତ ଆଜି ମିଳନ ହେବାଟା ତୟ। ଆଜି ତୋର ରଜା ଝିଅ ସହିତ ମିଳନ ହେବ। ମୁଁ କହୁଛି ମାନେ ମିଳନ ହେବାଟା ଥୟ। ସେଇଠୁ କମାର କ'ଣ କଲା? ଗୋଟେ ବଡ଼ କାଠ ଆଣିଲା। ବଡ଼ କାଠଟା ଆଣିଲା। ଆଣିକି ତାକୁ ମୁଣ୍ଡ ଥଣ୍ଟ ପକ୍ଷୀ ତିଆରିଲା। ତା ଭିତର କାଠ ଯାକ କୋରେଇକି ସବୁ କାଢ଼ିଲା। ଘରୁ ସେଠୁ ସବୁ ସାମାନ ନିହଣ ବାହାରିଛି, ହାତ ବାହାରିଛି, ନିହଣ ବଟାଳି ସବୁ ଆଣିକି ସବୁ ତିଆରି ଥାଇ ଭିତର ସେଠୁ କାଠଟାକୁ କୋରେଇଲା। କୋରେଇକି ଗୋଟେ ଘରୁ ଗୋଟେ ମେସିନ୍ ଆଣିକି ଫିଟିଂ କଲା, ସୁଇଚ୍ ଫିଟିଂ କଲା। ତାପରେ ରନ୍ଧନ କିଛି ସେ ଭିତରେ ରଖିଲା। ସବୁ ଯେତେବେଳେ ତିଆରି କରିଦେଲା,
ये तंती की कहूँ कमार भाई यहाँ कौन तैयारी कहलु ये तंती कहूँ अरे भाई ये तो गरुड़ पक्षी तैयारू ना हाँ गरुड़ पक्षी तैयारी मु कौन पाई तैयारी ना या पिठी पर तू बसबू या पिठी पर से गरुड़ पिठी पर तंती की कहला बस जिमिति कृष्ण जो टाइप रूप से टाइप सब कमार ये तंती की गारे सब कलर कला मुंडरे पगड़ी बांधीदेला कान कुंडल लगेला अंटारे गामुछा भिड़ला मुंडरे ठेका भिड़ला सब जमी कृष्ण अवतार जो टाइप कृष्ण जो कलर से सब बनैला डुप्लिकेट डेणा जोड़े लगेला हाथ जोड़े लगेला सब करदेला करदेगी ये कमार पचारुची तंती की भाई एथर देखिलु तू केमिति देखा जाऊँ ना भाई मु तो शहे भगवान भाया देखाली कृष्ण भाया देखाली ना ये भाया देखा दरकार तू आउ ताकू कहला देख ये सुइचटा मारिबू ये गरुड़ पक्षी उपरକୁ उठिब यारी उपरे बसिकी जीवु रंधन शेष हेनी मु ते जी ठीक कर जावासा टी रेडी हम आ तू सुइच माइला मात्र गरुड़ पक्षी उठिब ये सुइच माइला कही ना कमार राजा झील 7 महला कोठा उपरे बुलुथब से जगार तू जाकि ये गरुड़ पक्षी को ओह्लैबू कही माने तंती की कही कमार ये तंती से गरुड़ पिठी पर बसला सुइच माइला चलला उड़ी 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 चलला राजा झील जो 7 महला कोठा पर बुलुले से जगार जाकि पहुँची गले पहुँची गरुड़ पक्षी धीरे 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 ओह्लैकी से गरुड़ पक्षी दाढ़े छिड़ा हेले राजा झील संध्या टाइम एणे तेणे हिंगी बुलूँ जिते पछ आड़ुआ बुली पड़ी अनै देला बेलू शहे भगवान भाया तंती तो माने कृष्ण अवतार ऊपर नहीं जाइना से देखते कहले हे भगवान तुमको आज मुझे देखिकी मो आखि आज पवित्र है कि कौन देखला ये नेत्र मोर कौन आज कि भाग्य मोर से पाद धरी आसिकी मुंडिया मारला कि राजा झील ये तंती कला जहा हाउ राजा झील तो मो पाद धरिकी मुंडिया मारला हऊ जहाँ तो गोटे कि मिलला मत ये तंती कहूँ देख राजकन्या क्या बतई छाड़ी छाड़े कमार मनीष जमी आम मनीष कथबार्ता सेमती कथबार्ता करूँ राजा वंश जमी कथबार्ता से टाइप कथबार्ता करूँ ये से कथा भाविकी जाइए ये तंती कहला राजकन्या तमें द्वापर जुगरे थल मो राधा आउ तुम कृष्ण तुम बिना मो बंशी बाजुनी तमें तमें कुआड़े गल कौन होला कौन ना ठीक ठीक ना किंतु तुम बिना मो बंशी बाजुनी तमें मो स्त्री थिल मु तुम स्वामी थी ये राजा झील कहले कौन सतरे मु तुम स्त्री थी तुम राधा मु सतरे थी तमें मो कृष्ण थिल हाँ द्वापर जुगरे तमें मोर राधा थिल मु तुम कृष्ण थी ये राजकन्या से कहला राजा झील कहले तमें ये प्रस्ताव नहीं कि मो बापा पाखु जा ये तंती को जा मु तो तंती जाति तंती मनीष मु किमिति जीवी मत कौन मारिया मुझे मरिया जीवी मन मन भावुची तंती ये राजकन्या को कहले देख नाई 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 मु केबे को नर मनीष सागर कथा जीविनी ना आउ राजा झील कहला आउ ना नाई तमर मोर ये मिलन हम मु सदाबले यही जगह को आसबि आठिकी ये समय आसबि यही समय पहुँचबी तमर मोर ये ही मिलन हम मु क्या को नर नक सहित मु कथा जीविनी से राजा झील कहले ठीक अच्छे तांकर से तंती से गरुड़ पक्षी बसला पुणी उड़ी उड़ी आसिकी पहुँचला एमती किछि दिन गत कला जीवासा करुथाई तंती जीवासा करुथाई साई पड़िशा लोक जानिले राजा झील पाखु जड़े किए आसुचंती साई टुपुर टापर एमती होउचंती राजा झील पाखु आउची किए जड़े एमती राति एमती भलरे बेल बुड़े आउची एमती सब कथबार्ता होउचंती राजांकर कान को गला कथाटा ये विषय जो तंती जो जाऊँगी झील को राजा झील पाखु राजा कान को ये कथाटा गला राजा से शुणिकी कहला हाँ ठीक अच्छे जदि मो झील पाखु किए आउची मु झील को पचारि से राजा झील को पचारा झील तो पाखु संध्या टाइम रे राति 9टा कि संध्या टाइम रे तो पाखु किए किए आसुची सत कथा कह ये से झील तार कहला देख बापा द्वापर जुगरे सी मोर स्वामी थे मुझे स्त्री थी सी से एवं कृष्ण से भगवान आसुँच तुम निजे देख गरुड़ पिठी बसिकी सी निजे आस हाँ ना हाँ देख तुम्हें ये राजा राणी से ये राजा ता स्त्री लुचिकी रहिले ठीक जो समय रे ये तंती गरुड़ पक्षी नहीं झील राजा झील पाक जाई से समय नहीं गरुड़ पक्षी
ଉଡ଼ି 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 ଯାଉଛନ୍ତି। ଏ ରାଜା ରାଣୀ ଆଉ ଦେଖିଲେ, କହିଲା ସତେ ତ ସେ ଭଗବାନ ଇଏ। ସେଇଠୁ ରାଜାଙ୍କ ଝିଅ ପାଖରେ ଇଏ ତନ୍ତୀ ଯାଇ ଗରୁଡ଼ ପକ୍ଷୀ ଓହ୍ଲେଇଲା। ରାଜାଙ୍କ ଝିଅ ସହିତ ସେଇଠୁ କଥାବାର୍ତ୍ତା କଲା। ରାଜା କହିଲେ ଯାହା ହଉ, ଓ ବହୁତ ଭଲ ହେଲା। ଆରେ ମୋ ଝିଅ ସେ ଭଗବାନ କୃଷ୍ଣଙ୍କୁ ବାହା ହେବ, ମୋର ଆଉ କିଛି ଡରିବାର ନାହିଁ। ଯେତେ ଆଖପାଖର ରାଜ୍ୟ ଅଛନ୍ତି ସମସ୍ତଙ୍କୁ କହିବି ରାଜ୍ୟ ଛାଡ଼ିକି ପଳା, ଯୁଦ୍ଧ କରିବି। ସେଇଠୁ ଏ ରାଜା ଯୁଦ୍ଧ କଲା। ଯୁଦ୍ଧ କରିକି ସେଇଠୁ ୟା ସୈନ୍ୟସାଗର ମଲା। ସିଏ ବହୁତ ରାଜା, 10-20 ଜଣ ରାଜା, ଇଏ ଜଣେ, ତାଙ୍କର 10 ମାନେ କେତେ ସୈନ୍ୟ, ୟାର ଜଣଙ୍କର ସୈନ୍ୟ ନା। ଆଉ ଏତେ ଯୁଦ୍ଧ କରିକି ପରାସ୍ତ ହୋଇକି ରାଜ ସୈନ୍ୟ ଫନ୍ୟ ମରିଗଲେ। ଗଲା ସେଇଠୁ ଏ ରାଜା ଆସିକି ଝିଅକୁ କହିଲେ, ଝିଅ ତୁ ଟିକେ ଜୁଆଇଁକି କହିଦିଅନ୍ତୁନି ସୁଦର୍ଶନ ଚକ୍ରଟା ଟିକେ, ସୁଦର୍ଶନ ଚକ୍ର ଟିକେ ଛାଡ଼ିକି ଲୋକଙ୍କୁ ସବୁ କାଟି, ରାଜାଙ୍କର ସବୁ ବେକ କାଟି ପକାନ୍ତା, ସେମାନେ ସବୁ ଭୟରେ ଯିଏ ଯୁଆଡ଼େ ଛାଡ଼ିକି ପଳାନ୍ତେ। ଏ ରାଜା ଝିଅ ସେଇଠୁ କହିଲେ ହଉ ବାପା ମୁଁ କହିବି ଜୁଆଇଁକି। ସେତେବେଳେ ତନ୍ତୀ ପୁଣି ଗରୁଡ଼ ପକ୍ଷୀ ନେଇକି ରାଜାଙ୍କ ଝିଅ ପାଖରେ ସେ ଛାତ ଉପରେ ପହଞ୍ଚିଲା। ଏ ରାଜକନ୍ୟା କହୁଛି, ରାଜା ଝିଅ କହୁଛନ୍ତି, ହେଇଠି ମୋ ବାପା ବହୁତ ଯୁଦ୍ଧରେ ହାରସ୍ତ ହୋଇକି ଆସିକି ଅଛନ୍ତି, ଆମ ସୈନ୍ୟସାଗର ସବୁ ମରିଯାଇଛନ୍ତି, ତୁମେ ଟିକେ ସୁଦର୍ଶନ ଚକ୍ର ପଠାଇ ଦିଅନ୍ତନି, ସେ ତାଙ୍କର ସବୁ ସୈନ୍ୟସାଗରଙ୍କ ବେକକୁ କାଟିକି ସବୁ ପକେଇକି ସେ ଭୟରେ ପଳାନ୍ତେ। ଇଏ ତ ତନ୍ତୀ, ଇଏ ସହଜେ ମଣିଷ, ଇଏ କେଉଁ ଚକ୍ର ଛାଡ଼ିଏ। ଇଏ ସେଇଠୁ ମନେ କଲେ ନାଇଁ ମୁଁ କାହାକୁ ସୁଦର୍ଶନ ଚକ୍ରରେ ମାରିବିନି, ମୁଁ ନିଜେ ଯିବି ଯୁଦ୍ଧ ଉପରକୁ। ଇଏ କ'ଣ କଲା ନା ସେଇଠୁ ସୁଦର୍ଶନ ଚକ୍ର ନ ଛାଡ଼ି ଗରୁଡ଼ ପକ୍ଷୀକି ସୁଇଚ୍ ଟିପିକି ସେ ଯୁଦ୍ଧ ଭିତରକୁ ଗଲା। ଯୁଦ୍ଧ ଯୁଆଡ଼େ ଯୁଆଡ଼େ ହେଉଥାଏ ସିଆଡ଼େ ସିଆଡ଼େ ବୁଲିଲା। ବୁଲି 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 ଚାଲିଥାଏ। ସେଇ ସମୟରେ ସେ ଭିତରୁ ଇଏ ଗରୁଡ଼ ଯେଉଁ ଡୁପ୍ଲିକେଟ୍ ଗରୁଡ଼ ତିଆରି ହୋଇଥିଲା ତା ରନ୍ଧନଟା ସେଇ ସମୟରେ ଶେଷ ହୋଇଗଲା। ଯେତେବେଳେ ଶେଷ ହୋଇଗଲା ସେ ଗରୁଡ଼ ପକ୍ଷୀ ଧୀରେ ଧୀରେ ଆସିକି ଦୂରକି ତଳେ ଗାଦକି ପଡ଼ିଲା। ସେଠାକାର ଲୋକମାନେ କହିଲେ ଆରେ ଇଏ ତ ଆମର ସେ ତନ୍ତୀର ଅମୁକେଇ ପୁଅ। ସିଏ କହୁଥାଏ ହଁ ସେ ତନ୍ତୀର ଅମୁକେଇ ପୁଅ। ଏଇ ଟାଇପ୍ର ସବୁ କଥାବାର୍ତ୍ତା ହେଲେ। କଲେ ରାଜା ସେଇଠୁ ଜାଣିଲେ, କହିଲେ ମୋ ଝିଅ ସହିତ ଯିଏ ଖରାପ କାମ କରିଛି ଆଉ ନକଲି ଭଗବାନ ଯିଏ ହେଇଛି ତାକୁ ତୁରନ୍ତ ମାନେ ଦଣ୍ଡ ଦିଆଯିବ, ତୁରନ୍ତ ଦଣ୍ଡ ଦିଆଯିବ। ସେଇଠୁ ଦୂତମାନଙ୍କୁ ଡକେଇଲେ, କହିଲେ ଧରି ଆଣ ତାକୁ ଧରି ଆଣ, ଦଣ୍ଡ ଦିଆହେବ। ରାଜା ଝିଅ ସେଇଠୁ ଥିଲେ, କହିଲେ ବାପା ତମେ ତାଙ୍କୁ ଯଦି ମାରିଦେବ ମୁଁ ବିଧବା ହେଇଯିବି ନା, ତମେ ତାଙ୍କୁ ମାରିଦେଲେ। ରାଜା ସେଇଠୁ କ'ଣ କରିବେ, ସେଇଠୁ କହିଲେ ସତ ତ ମୁଁ ଯଦି ୟାକୁ ମାରିଦେବି ମୋ ଝିଅ ବିଧବା ହେଇଯିବ, ତେଣୁକରି ମୁଁ ୟାଙ୍କୁ ମାରିବିନି। ଆଉ ଯଦି ଅସଲି ଭଗବାନ ଆଉ ନକଲି ଭଗବାନଙ୍କର, ଇଏ ନକଲି ଭଗବାନ ହେଇଥିଲା କିଏ ନା ତନ୍ତୀ। ଆରେ ୟାର କେଉଁ ସୁଦର୍ଶନ ଚକ୍ର ଇଏ ଛାଡ଼ିପାରିବ? ଭଗବାନ ଯଦି ଛାଡ଼ିବା କଥା କୃଷ୍ଣ ଛାଡ଼ିବେ, ଇଏ ଛାଡ଼ିପାରିବ କି? ଇଏ ସେଠି ଧରା ପଡ଼ିଲା। କିନ୍ତୁ ରାଜା ଝିଅ ସକାଶୁ ବଞ୍ଚିଲା, ନହେଲେ ସେ ଯେମିତି ନକଲି ଭଗବାନ ରୂପ ନେଇଥିଲା ନା, ରାଜା ସେଇଠି ତାକୁ ଦଣ୍ଡ ଦେଇଥାନ୍ତେ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍, ସବସ୍କ୍ରାଇବ୍, କମେଣ୍ଟ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।